ପିଲାଏ, ବରଷକ ପରେ ପୁଣି ଆସିଛି ରଜ। ସତରେ ବଡ଼ ମଉଜ। ଜ୍ୟେଷ୍ଠ ମାସ ଶେଷ ଦିନଠାରୁ ଆଷାଢ଼ ମାସ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ମାନେ 3 ଦିନ ଧରି ଏହି ରଜ ପର୍ବ ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଆଉ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହନ୍ତି। ତମେମାନେ ତ ମନ ଭରି 2 ଦିନ ଧରି ରଜ ପାଳନ କରି ଆସୁଛ। ହଁ, ଆଉ ଆଜି ହେଉଛି ଶେଷ ରଜ ବା ଭୂମି ଦହନ। ଏହି ପର୍ବଟି ଝିଅମାନଙ୍କର ମୁଖ୍ୟ ପର୍ବ ହେଇଥିଲେ ବି କି ଛୋଟ କି ବଡ଼, ଆବାଳ ବୃଦ୍ଧ ବନିତା ମନ ଭରି ଉପଭୋଗ କରନ୍ତି ରଜ 3 ଦିନର ଏହି ଖୁସିର ମୁହୂର୍ତ୍ତକୁ। ରଜ ପୂର୍ବ ଦିନ ମାନେ ସଜବାଜ ଦିନ ପୋଡ଼ପିଠା ଘରେ ଘରେ ତିଆରି ହୁଏ। ହରେ ପିଲାଏ, ପୋଡ଼ପିଠା, ଖିଲିପାନ, ଲୁଡୁ, ବାଗୁଡ଼ି, ତାସ ଖେଳ ଆଉ ଦୋଳି ଖେଳର ଆସର ଭିତରେ ଆମେ ଭୁଲି ଯାଉ ଏ ଗରମ ଆଉ ଗୁଳୁଗୁଳିର କଷ୍ଟକୁ। ଚାଷୀ ଭାଇର ଚାଷ କାମ ବନ୍ଦ ଆଉ ତମମାନଙ୍କର ସ୍କୁଲ ବନ୍ଦ। ଏତିକି ବେଳେ ସହରରେ ରହୁଥିବା ଲୋକମାନେ ବି ନିଜ ନିଜର କର୍ମକ୍ଷେତ୍ରରୁ ବିରତି ନେଇ ମିଳନର ମହା ଆନନ୍ଦକୁ ଉପଭୋଗ କରନ୍ତି। ସତରେ ପିଲେ, ରଜ ଉତ୍ସବ ନୁହେଁ ତ ମହା ଉତ୍ସବ। 3 ଦିନ ଧରି ଚାଲିଥାଏ ସଜବାଜ, ଦୋଳି ଖେଳା, ପାନଖିଆ, ତା ସାଙ୍ଗକୁ ପୁଣି କେତେ ପ୍ରକାରର ପିଠାପଣା। ମଥାରେ ଟିପି ଟିପି ଚନ୍ଦନ ଟୋପା, ପାଦରେ ଅଳତା, ପାଉଁଜି, ହାତରେ ମେହେନ୍ଦି ସାଙ୍ଗକୁ ନୂଆ ଜାମାପଟା। ଝିଅମାନଙ୍କର ତ ଖୁସି କହିଲେ ନ ସରେ। ଆଉ ନିଜ ନିଜ ଘରେ ପିଠା ଖାଇ ଅନ୍ୟମାନଙ୍କ ଘର ବୁଲି ପିଠା ଖାଇବା ଆଉ ଖୁଆଇବାର ମଜା ବି ବେଶ୍ ନିଆରା। ପୁଣି କେତେ ପ୍ରକାରର ଦୋଳି, କେଉଁଠି ଘରେ ଲାଗିଥିବ ଦୋଳି ତ ପୁଣି କେଉଁଠି ଗଛରେ ଲାଗିଥିବ ଦୋଳି, ବାଉଁଶ ଦୋଳି, କାଠପଟା ଦୋଳି ଆଉ ପୁଚି ଖେଳ, ଭାରି ମଜା। ତା ସାଙ୍ଗକୁ ପୁଣି ଗାଁ ଗାଁରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା। ଆସ ତାହେଲେ ଆହୁରି ମଜା କରିବା ଆଉ ଶେଷ ରଜକୁ ଏକାଠି ମନଭରି ଉପଭୋଗ କରିବା। ଶୁଣିବା ସଙ୍ଗୀତ ରୂପକ ରଜ ମଉଜ। ଏହି ସଙ୍ଗୀତ ରୂପକଟିକୁ ଲେଖିଛନ୍ତି ଦ୍ୱିଜବର ନାୟକ। ପରିବେଷଣ କରିଛନ୍ତି କଟକ ତ୍ରିରଙ୍ଗା ସାଂସ୍କୃତିକ ପରିଷଦର ପିଲାମାନେ। ସଙ୍ଗୀତରେ ସଜେଇଛନ୍ତି କୁଳମଣି ଦାସ। ଆସ ଶୁଣିବା ସଙ୍ଗୀତ ରୂପକ ରଜ ମଉଜ। ତପ୍ତ ବୈଶାଖୀର ପ୍ରଖର ଛାଞ୍ଚି ପବନ ଓ ଜ୍ୟେଷ୍ଠ ମାସର ନାହିଁ ନଥିବା ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିବା ପରେ ଆକାଶରେ ଯେତେବେଳେ କଳାବାଦଲ ଉଙ୍କି ମାରି ଉଠେ, ପୃଥିବୀବାସୀ ସେତେବେଳେ ଆନନ୍ଦରେ ଅଧୀର ହୋଇ ଉଠନ୍ତି। କି ମଣିଷ, କି ପ୍ରକୃତି ସତେ ଯେପରି ଏକ ନୂଆ ଜୀବନ ପାଇ ପୁଲକିତ ହୋଇ ଉଠନ୍ତି। ଧରା ବକ୍ଷରେ ପହିଲି ବର୍ଷାର ଜଳବିନ୍ଦୁ ନୂଆ ଆଶା ଆଉ ନୂଆ ସ୍ୱପ୍ନ ରଚନା କରିବା ପାଇଁ ପ୍ରାଣୀ କୀଟପତଙ୍ଗ ମାନଙ୍କ ମଧ୍ୟରେ ଖୋରାକ ଯୋଗାଇ ଦିଏ। ଶୁଖିଲା ଗଛପତ୍ର ପୁଣି କଅଁଳି ଉଠନ୍ତି। ଅବୋଧ ନିରୀହ ପକ୍ଷୀମାନେ କିଚିରିମିଚିରି ଶବ୍ଦରେ ଆନନ୍ଦରେ ବିଭୋର ହୋଇ ଉଠନ୍ତି। ଫୁଲ, ଫଳ ଓ ସବୁଜିମାର ସମ୍ଭାରରେ ପୃଥିବୀ ପୁଣି ହସି ଉଠେ। ମଣିଷ ତାପଜନିତ ଯନ୍ତ୍ରଣାକୁ ଭୁଲିବାକୁ ବସେ। କର୍ମରତ ଚାଷୀ ପୁଣି ତାର ହଳ ଲଙ୍ଗଳ ଧରି ଛୁଟିଯାଏ କଙ୍କରିତ କ୍ଷେତ ବିଲକୁ। ବୃଷନ୍ତେ ମିଥୁନାସ୍ୟାଦ୍ୟୌ ତନ୍ମଧ୍ୟେऽପି ଦିନତ୍ରୟମ୍ ରଜସ୍ୱଳା ସ୍ୟାତ୍ ପୃଥିବୀ କୃଷି କର୍ମଣି ଗର୍ହିତା। ପ୍ରକୃତିର ଏହି ଅପରୂପ ବର୍ଣ୍ଣ ବିଭବ ଭିତରେ ଧରଣୀରାଣୀ ରଜସ୍ୱଳା ହୁଏ। ବୃଷ ମାସର ଶେଷରେ ମିଥୁନ ମାସ ଆଗମନରେ, ରବିଙ୍କର ମିଥୁନ କ୍ରୀଡ଼ାର ଅବସରରେ, ବିଶ୍ୱଜନନୀଙ୍କର ଅନାଗତ ସୃଷ୍ଟି ସମ୍ଭାବନାରେ ପୃଥିବୀବାସୀ ଆତ୍ମବିଭୋର ହୋଇ ବିଜୟ ଉତ୍ସବର ଆୟୋଜନ କରନ୍ତି। ଏହି ପବିତ୍ର ଅବସରରେ ତାର ଅଗଣିତ ପ୍ରାଣୀକୁଳ ଏହି ଉତ୍ସବକୁ ମନଭରି ଉପଭୋଗ କରନ୍ତି। ଅପୂର୍ବ ଆନନ୍ଦ ଉଲ୍ଲାସରେ ପୃଥିବୀ ସଙ୍ଗୀତମୟ ହୋଇଉଠେ। ସମସ୍ତ କୃଷିକର୍ମରୁ ବିରତ ରହି ବିଶ୍ୱବାସୀ ରଜର ଆଗମନକୁ ସ୍ୱାଗତ କରନ୍ତି ଲଳିତ ମଧୁର କଣ୍ଠରେ ମୂର୍ଚ୍ଛନା ତୋଳି। ପଟା ଦୋଳି ତଳେ ଗାତ ଓହ୍ଲେଇ ନାହିଁ
କଥାରେ ଅଛି ରଜ ସଜ ମଉଜ। ରଜରେ ସଜବାଜ ହୋଇ ମଉଜ କରିବାର ପରମ୍ପରା ଭିତରେ ଆମ ନିବିଡ଼ ସାମାଜିକ ବନ୍ଧନର ବହୁ ଦୃଷ୍ଟାନ୍ତ ରହିଥାଏ। ଆନନ୍ଦକୁ କେବଳ ନିଜେ ନିଜେ ଉପଭୋଗ ନ କରି ସାଥୀ ସଙ୍ଗାତ ମିତ ବଉଳ ନୂଆବୋଉ ଅପାମାନଙ୍କ ସାଙ୍ଗରେ ଏକାଠି ହୋଇ ମିଳିମିଶି ଉପଭୋଗ କରିବାର ପରମ୍ପରା ରଜର ବିଶେଷତ୍ୱ। ସ୍ନେହ ପ୍ରେମ ମମତା ଭରା ସାମାଜିକ ବନ୍ଧନର ପ୍ରକୃତ ପରିଚୟ ପାଇଁ ଏହି ରଜ ହିଁ ଆମ ପାଇଁ ଉତ୍କୃଷ୍ଟ ସମୟ। ବନ୍ଧୁବାନ୍ଧବ ଦୂର ସମ୍ପର୍କୀୟମାନଙ୍କୁ ଚର୍ଚ୍ଚା କରି ଆନନ୍ଦ ପାଇବା ଆମ ଓଡ଼ିଆ ଘରର ପ୍ରାଚୀନ ସଂସ୍କୃତିର ଏକ ବିଶେଷତ୍ୱ। ଏଥିପାଇଁ ଆମ ମା ନୂଆବୋଉ ଓ ଖୁଡ଼ି ବହୁଦିନ ଆଗରୁ ସେମାନଙ୍କ ପାଇଁ ଚୂଡ଼ା ମୁଢ଼ି ଜିଲାପି ରସଗୋଲା ଗଜା ପ୍ରସ୍ତୁତ କରି ରଖିଥାନ୍ତି। ତା ସାଙ୍ଗକୁ ପୋଡ଼ପିଠାର ମହକ। ଏସବୁ ସଜବାଜ ସାରି ହଳଦୀ ବଟା ପରିବା କଟାରେ ଏକାଠି ହୋଇ ହସ ଖୁସିରେ ମାତିଯାଆନ୍ତି ଘରର ଗୃହିଣୀମାନେ। କି ବୁଢ଼ା କି ପିଲା କି କିଶୋରୀ କି ବୃଦ୍ଧା ସମସ୍ତେ ଏହାକୁ ମନଭରି ଉପଭୋଗ କରନ୍ତି। ବୟସ୍କମାନଙ୍କ ତାସପାଲିର ଆସର ଜମିଯାଏ ଚୌପାଢ଼ୀ ଗୁଡ଼ିକରେ। ଆମ ପିଲାମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ନାଇ ମୁଣ୍ଡରେ ଚନ୍ଦନ ଟିପା ମାରି ଦୋଳି ଖେଳରେ ମାତିଯାଆନ୍ତି। ଆଉ ଗାଁର ଭେଣ୍ଡିଆ ଦଳ ମାତିଯାଆନ୍ତି ବାଗୁଡ଼ି ଡୁଡୁ ଖେଳରେ। ଢୋଲ ମହୁରୀର ସୁର ସାଙ୍ଗରେ ସଙ୍ଗୀତରେ ମାତିଯାଆନ୍ତି ସେମାନେ। ଖେଳରେ ଜିତି କଦଳୀ କାନ୍ଦି ଛେଳି ଖାସି ହାସଲ କରିବାର ମାଦକତାରେ ସେମାନେ ଆତ୍ମବିଭୋର ହୋଇ ଉଠନ୍ତି। କିନ୍ତୁ ସବୁଠାରୁ ରଜ ଜମେ ଶାନ୍ତ ସବୁଜିମା ଭରା ପଲ୍ଲୀକୋଳର କିଶୋରୀ ନବବଧୂ ଆଉ ସଦ୍ୟ ବିବାହିତା ଗାଁ କନିଆଙ୍କ ମେଳରେ। ନୂଆ ନୂଆ ରଙ୍ଗଲଙ୍ଗିଲା ଶାଢ଼ୀ, ପାଦରେ ନାଲି ଅଳତା, ମୁଣ୍ଡରେ ଚନ୍ଦନ ଟିପା, ପାଟିରେ ଖଇର ମିଶା ପାନ ଖିଲ। ଦୋଳି ପାଖରେ ବସି ଜମେଇ ଦିଅନ୍ତି ନାରୀ ଜୀବନର କେତେ କୁହା ଓ କୁହାର କାହାଣୀ। ରଜକୁ ମନଭରି ଉପଭୋଗ କରିବା ପାଇଁ ସତେ ଯେମିତି କେଉଁ କାଳୁ ଅପେକ୍ଷା କରି ଆସିଥିଲେ। ସଜବାଜ ଦିନ ସିନ୍ଦୁରା ଫାଟିବା ପୂର୍ବରୁ ଗାଁର ଝିଅ ବୋହୂ ନବବିବାହିତା କିଶୋରୀ ଆଉ ନୂଆ ବୋହୂମାନେ ରୁଣ୍ଡ ହୋଇଯାଆନ୍ତି ପୋଖରୀ ତୁଟରେ ହଳଦୀ କାଠୁଆ ଆଉ ବାସନା ତେଲ ଧରି। ଏଇ ପୋଖରୀ ତୁଠରେ ହସ ଥଟ୍ଟା ମଜାର ସୁଅ ଛୁଟେ ଖିଲି ଖିଲି ହସ ମାଧ୍ୟମରେ।
ଖାଲି ସେତିକି ନୁହେଁ, ଗାଧୁଆ ତୁଠରେ ନଣନ୍ଦମାନଙ୍କୁ ଭାଉଜମାନେ ହଳଦୀ ତେଲ ମାଖିଦେଲା ବେଳେ କେତେ ଅଙ୍କାବଙ୍କା କଥାରେ ସେମାନଙ୍କୁ ସରମରେ ବୁଡ଼ାଇ ଦିଅନ୍ତି। ପୋଡ଼ପିଠା, ତାସପାଲି, ବାଗୁଡ଼ି ଆଉ ଗାଧୁଆ ତୁଠରେ କିଶୋରୀ ନବବଧୂଙ୍କ ଥଟ୍ଟା ତାମସା ଛଡ଼ା ରଜକୁ ଉପଭୋଗ କରିବା ପାଇଁ ନାନା ପ୍ରକାର ଆନନ୍ଦ ଉତ୍ସବର ଆୟୋଜନ କରାଯାଇଥାଏ। ତା ମଧ୍ୟରେ ପାଣିକବିଙ୍କ ଦୁଆରୀ ତାମସା, ଧୁଡ଼ୁକି, ଦାସକାଠିଆ ଇତ୍ୟାଦି ଅନ୍ୟତମ। ରଜ ସଜ ବାଜ ମଉଜକୁ ରଙ୍ଗିଆ ଦୁଆରି ବାହାରିଲା ହୋ, ରଜ ସଜ ବାଜ ମଉଜକୁ ରଙ୍ଗିଆ ଦୁଆରି ବାହାରିଲା ହୋ, ରଜ ସଜ ବାଜ ମଉଜକୁ ପିଲା ବୁଢ଼ା ଟୋକା ମା ମାଉସୀଙ୍କୁ ଯୋଡ଼ ହାତ ହୋଇ ଜୁହାରିଲା ହୋ, ରଜ ସଜ ବାଜ ମଉଜକୁ ରଙ୍ଗିଆ ଦୁଆରି ବାହାରିଲା ହୋ, ରଜ ସଜ ବାଜ ମଉଜକୁ ନୂଆ ବୋଉ ଦେଲ ପିଠା ପାଇବୁ ତୁ ଚାଉଳି ପୁତା, ଆମ୍ବ ତୋର ଆହା କି ମିଠା, ଝିଅ ହେବ ଜଗତ ଜିତା, ବାଗୁଡ଼ି ଖେଳକୁ ଚାଲ ରେ ଭେଣ୍ଡିଆ, ବାଗୁଡ଼ି ଖେଳକୁ ଚାଲ ରେ ଭେଣ୍ଡିଆ, ରଙ୍ଗିଆ ଦୁଆରି କୁହାରିଲା ହୋ, ରଜ ସଜ ବାଜ ମଉଜକୁ ରଙ୍ଗିଆ ଦୁଆରି ବାହାରିଲା ହୋ, ରଜ ସଜ ବାଜ ମଉଜକୁ। ଗୀତିନାଟ୍ୟ ସୁଆଙ୍ଗ ସାଙ୍ଗକୁ ଧୁଡ଼ୁକି ଗୀତ, ପାଲା ଆଉ ଗୋଟି ପୁଅ ନାଚ ରଜକୁ ଜମେଇ ଦିଏ। ନଈକି ମାଇଲି ଗିଲ, ନଈକି ମୁଁ ମାଇଲି ଗିଲ, ଗାହାଣ ଗାଉଛି ପାଲା ପାଳିଆ ଧରିଛି ସୁର, ପାହାଣ ତାଳ ଧରିଛି ବଜାଇ ଖୋଳ। ଦାସ କାଠିଆ ହେଉଛି ଗାଁ ମଝିରେ, ଗୋଟି ପୁଅ ନାଚ ହୁଏ ଚଉପାଢ଼ିରେ, ଅଜା କୋଳେ ବସି ନାଚି ଦେଉଛି ତାଳ, ଦେଉଛି ତାଳ, ଦେଉଛି ତାଳ, ଦେଉଛି ତାଳ। ରଜ 3 ଦିନ ପରେ ଠାକୁରାଣୀ ଗାଧୁଆ ଦିନ ବସୁମତୀଙ୍କ ସ୍ନାନ ସାରି ତାଙ୍କର ବନ୍ଦନା ଗାଇ ହଳ ଲଙ୍ଗଳ ଧରି ଚାଷୀ ଛୁଟି ଚାଲେ ତାର କ୍ଷେତକୁ। ପହିଲି ଆଷାଢ଼ର ବର୍ଷାରେ ଭିଜି ଭିଜି ସେ ଆଗାମୀକୁ ସ୍ୱାଗତ କରେ ସଙ୍ଗୀତ ଭରା କଣ୍ଠରେ। हो 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 हो। ଆମେ ଖବରସି, ଆମେ ଖବରସି, ଯାମେ ଖବରସି, ଯାମେ ଖବରସି। କଜଳା କସରା ବେଗି ବେଗି ଚାଲ ରେ, କଜଳା କସରା ବେଗି ବେଗି ଚାଲ ରେ, ମାଟି ମା ଡାକୁଛି ହସି, ମାଟି ମା ଡାକୁଛି ହସି, ମାଟି ମା ଡାକୁଛି ହସି। ହୋ 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 ଶୁଣିଲା ପିଲାଏ ସଙ୍ଗୀତ ରୂପକ ରଜ ମଉଜ। ସଙ୍ଗୀତ ରୂପକଟିକୁ ଲେଖିଥିଲେ ଦ୍ୱିଜବର ନାୟକ, ପରିବେଷଣ କରିଥିଲେ ତ୍ରିରଙ୍ଗା ସାଂସ୍କୃତିକ ପରିଷଦ କଟକର ପିଲାମାନେ। ଆରେ ଆରେ କି ପୁରା ସ୍ମାର୍ଟ ପିଲାଟେ ଜଣେ ଆସି ଏଠି ବସି ଯାଇଛନ୍ତି। ଦେଖିବା ସେ ପିଲାର ନାଁ କ'ଣ? ତମ ନାଁ କହିଦିଅ। ମୋ ନାଁ ଅଭିଜ୍ଞ ସିଂ ମହାନ୍ତି। ଅଭିଜ୍ଞ ସିଂ ମହାନ୍ତି। ତମେ କୋଉଠୁ ଆସିଛ? ମୁଁ ଆସିଛି କଲେଜ ଛକରେ। କଲେଜ ଛକରୁ ଆସିଛ ନାଇଁ କି? ତମକୁ ଘରେ କ'ଣ ଡାକନ୍ତି ଅଭିଜ୍ଞ? ଗୁଣ୍ଡୁଲ। ଗୁଣ୍ଡୁଲ ଡାକନ୍ତି? ହଁ।
ତମକୁ ଘରେ ସବୁଠୁ ବେଶୀ କିଏ ଭଲ ପାଆନ୍ତି? ମୋ ମାମି ମାମା ବେଶୀ ଭଲ ହଁ। ପାଆନ୍ତି। ଆଉ ତମେ କାହାକୁ ବେଶୀ ଭଲ ପାଅ? ମୋ ଜେଜେ ଜେଜେଙ୍କୁ ବେଶୀ ଭଲ ପାଅ। ହଁ। ଜେଜେ ତମକୁ କଣ କଣ ସବୁ କୁହନ୍ତି? ଜେଜେ ମାନେ କହନ୍ତି ମତେ ଗୁସ୍ସା ନାଇଁ କରିବାକୁ। ଠିକ କଥା କୁହନ୍ତି। ତମେ କଣ ରାଗି ଯାଉଛ କି? ହଁ କାହିଁକି ରାଗି ଟିକେ ଯାଉଛ? ଟିକେ କାହିଁକି ଟିକେ ଟିକେ ରାଗି ଯାଉଛ? କୋଉ କଥା ଶୁଣିଲେ କି କଣ କାମ କରିଦେଲେ ତମେ ରାଗି ଯାଅ? କାହିଁକି ମୋ ଭଉଣୀ କିଛି ନାଇଁ ଖାଉଛି। ତମ ଭଉଣୀ କିଛି ଖାଉନାହାନ୍ତି? ହଁ ତମେ ସେଇ କଥା ଭାତ ଡାଲି ନାଇଁ ଖାଉଛି। ଆଚ୍ଛା, ସେ ଭାତ ଡାଲି ଖାଉନାହାନ୍ତି। ଆଉ ସେ ତମଠାରୁ କେତେ ସାନ? ବହୁତ ସାନ। ବହୁତ ସାନ। ତାହେଲେ ସେ ଆଉ ଟିକେ ବଡ ହେଲେ ଖାଇଦେବେ। ହଁ ତମେ ଏବେ କୋଉ କ୍ଲାସରେ ପାଠ ପଢୁଛ? 2B 2 କ୍ଲାସରେ ପଢୁଛ। ତମ ସ୍କୁଲ ନାଁ କଣ? ଷ୍ଟୋର ସ୍କୁଲ। ତମର ସବୁ ସାଙ୍ଗମାନେ ଅଛନ୍ତି? ହଁ କେତେ ସାଙ୍ଗ କରିଛ? 100। ଏତେ ସାରା ସାଙ୍ଗ? ହଁ ତମେ ସମସ୍ତଙ୍କ ନାଁ ମନେ ରଖିଛ? ହଁ ଏତେ ସାଙ୍ଗମାନଙ୍କ ଭିତରୁ ତମକୁ କୋଉ ସାଙ୍ଗ ବେଶୀ ପସନ୍ଦ? ଦେବାଂଶ। ଦେବାଂଶ ତମର ବେଷ୍ଟ ଫ୍ରେଣ୍ଡ? ହଁ ମୋ ବେଷ୍ଟ ଫ୍ରେଣ୍ଡ। କାହିଁକି ସେ ତମର ବେଷ୍ଟ ଫ୍ରେଣ୍ଡ? କାହିଁକି ସେ ମୋ ଘର ଆସୁଛି, ସେ ମୋ ସାଙ୍ଗକୁ ଖେଳୁଛି। ତମର କଣ କଣ ସବୁ ପାଠ ପଢା ହଉଛି କହିଲ ଅଭିଜ୍ଞ? ଇଂଲିଶ, ଗ୍ରାମର, EVS, ମ୍ୟାଥ୍ସ, ସାଇନ୍ସ ସବୁ ହଉଛି। ହିନ୍ଦୀ ଆଉ ହଉଛି ସବୁ। ସବୁ ହଉଛି? ହଁ ହଁ। ତମକୁ ତାହେଲେ ଏଇ ସବୁ ବିଷୟ ଭିତରୁ କୋଉ ବିଷୟଟା ବେଶୀ ଭଲ ଲାଗେ ପଢିବାକୁ? ଗ୍ରାମର ଆଉ ଇଂଲିଶ। ଗ୍ରାମାର ଆଉ ଇଂଲିଶ ବେଶୀ ଭଲ ଲାଗେ। ହଁ। ସେଇଥିରେ ତମର ଭଲ ମାର୍କ ରୁହେ? ହଁ ଆଉ କୋଉ ବିଷୟଟା ଜମା ପଢିବାକୁ ଭଲ ଲାଗେନି? ମ୍ୟାଥ୍ସ ଆଉ EVS। କାହିଁ କଷ୍ଟ ଲାଗେ? ହଁ ଟିକେ କଷ୍ଟ ଲାଗେ। ଆଉ ତମର ଟେବୁଲ ହେଲାଣି? ହଁ କୋଉ ଯାଏଁ ହେଲାଣି? 5 ଟେବୁଲ କହିପାରିବ? ହଁ 10 ଟେବୁଲ କହିପାରିବ? ହଁ 12 ଟେବୁଲ କହିପାରିବ? ହଁ ଆଉ କୋଉ ଯାଏଁ ପୁରା କହିପାରିବ କହିଲ? ମୁଁ ନାଇଁ କହିପାରିବି 12ର। 12ର କହିପାରିବନି। ଆଚ୍ଛା, ଠିକ ଅଛି। ତମକୁ ଘରେ କିଏ ପଢେଇ ଦିଅନ୍ତି? ମାମି। ତମେ ସ୍କୁଲ କେତେବେଳେ ଯାଉଛ ଅଭିଜ୍ଞ? 7 o'clock ଯାଉଛି। 7ଟା ବେଳେ ତମର ସ୍କୁଲ ହଉଛି ନାଇଁ କି? ହଁ। ସ୍କୁଲ ତମେ କଣ ଖାଇକି ଯାଅ? ଚୁଡ଼ା। ଚୁଡ଼ା ଖାଇକି ଯାଅ? ହଁ। ଆରେ ବାଃ, ବଢିଆ ଜିନିଷ ତମେ ଖାଇକି ଯାଅ। ଚୁଡ଼ାରେ ଆଉ କଣ କଣ ପଡିଥାଏ? ମିକ୍ସଚର ପଡିଥାଏ। ଭଲ ଲାଗୁଛି? ସବୁଠୁ କୋଉ ଖାଇବାଟା ତମକୁ ବେଶୀ ଭଲ ଲାଗେ? ଖାଉଛି ଭାତ, ଆଲୁ, ଡାଲି ଆଉ ଟିକେ ଆମ୍ବ। ହଁ ଆମ୍ବ ତମକୁ ଭଲ ଲାଗୁଛି ନାଇଁ? ହଁ ଆମ୍ବକୁ ଛାଡିକି ଆଉ କୋଉ ଫଳ ତମକୁ ବେଶୀ ଭଲ ଲାଗେ? ମତେ ଭଲ ଲାଗୁଛି ଆପଲ। ଆପେଲ ଭଲ ଲାଗୁଛି? ଆପେଲର କଲର କଣ ଅଛି? ରେଡ୍। ଆଚ୍ଛା, ତମେ ଆଉ କୋଉ କୋଉ ଫଳ ସବୁ ଜାଣିଛ କହିଲ? ମୁଁ ଜାଣିଛି ଅରେଞ୍ଜ, ଆପଲ, ଗ୍ରେପ୍ସ ଆଉ ବାନାନା ଆଉ ପିୟର, ଗୁଆଭା ଆଉ ସବୁ ମୁଁ ଜାଣିଛି। ସବୁ ଜାଣିଛ? ଗ୍ରୀନ ଭେଜିଟେବଲ୍ସ କଣ କଣ ସବୁ ଜାଣିଛ କହିଲ? ଭେଜିଟେବଲ ଅଛି ସ୍ପିନାଚ, କ୍ୟାବେଜ, କଲିଫ୍ଲାୱାର। ତମକୁ ଭଲ ଲାଗେ? ହଁ ମତେ ଭଲ ଲାଗୁଛି କ୍ୟାରଟ। ବଢିଆ କଥା ତମେ ଜାଣିଛ। ଆଚ୍ଛା ଅଭିଜ୍ଞ, ତମେ ସ୍କୁଲକୁ 7ଟା ବେଳେ ଯାଉଛ, ତାପରେ ସେଠି ତମର କଣ କଣ ସବୁ ହଉଛି? ସବୁ ହଉଛି ଟିକେ ପଢା। ଫାଷ୍ଟ ପ୍ରେୟର ହଉଛି? ହଁ ଆମ ସ୍କୁଲରେ ସବୁ ପ୍ରେୟର ହଉଛି। 2 ପ୍ରେୟର। ମୋ ମ୍ୟାମ୍ ଅଛି ମୋନାଲିସା ମ୍ୟାମ୍। ମୋନାଲିସା ମ୍ୟାମ୍ ତମକୁ କଣ କୁହନ୍ତି? କହନ୍ତି ଆମକୁ ଭଲ ଭଲ ରୁଲ୍ସ। ଭଲ ଭଲ ରୁଲ୍ସ କୁହନ୍ତି? ଡିଫରେଣ୍ଟ ରୁଲ୍ସ। ଡିଫରେଣ୍ଟ ରୁଲ୍ସ କୁହନ୍ତି ନାଇଁ କି? ଆଚ୍ଛା, କଣ ସେଇ ସବୁ ରୁଲ୍ସ ତମେ ଆମକୁ କହିପାରିବ? ସିଧା ଅଛି ବାଥରୁମ୍, ଆଉ ଆମକୁ ନାଇଁ ଖତ କରିବାକୁ କ୍ଲାସରେ, ଆଉ ନାଇଁ ଖଡ଼ା ହେବ, ମ୍ୟାମ୍ରେ ପରମିଶନ ମାଗିବ। କ୍ଲାସରୁମରେ ତମେ କାହା ସହିତ ଅଯଥାରେ କଥା ହବନି। ଆଉ ତମେ ଛିଡ଼ା ହେଇକି କଥାବାର୍ତ୍ତା ହବନି, ପାଟି କରିବନି କ୍ଲାସରେ, କେହି କାହା ସହିତ ଝଗଡ଼ା ଲାଗିବନି। ତମକୁ ଯଦି ୱାସରୁମ୍ ଯିବାର ଅଛି ତାହେଲେ ତମେ ମ୍ୟାଡାମକୁ କହିବ। ମ୍ୟାମକୁ ଆଗ ପଚାରିବ, ମ୍ୟାମ ତମକୁ ପରମିଶନ ଦେଲେ ହିଁ ତମେ ଯିବ। ଏଇ ସବୁ କଥା କୁହନ୍ତି ନାଇଁ? ଆଉ ତମେ ଟିଫିନ ତ ନଉଥିବ? କଣ ଟିଫିନରେ ନଉଛି? ଓରିଓ ଆଉ ଟିକେ ଚୁଡ଼ା ଆଉ ଟିକେ ମୁଗ ଡାଲ। ଏସବୁ ଖାଉଛ? ଏକୁଟିଆ ଖାଇଦଉଛ ନା ତମ ସାଙ୍ଗମାନଙ୍କ ସହିତ ସେୟାର କରିକି ଖାଉଛ? ମୁଁ ସାଙ୍ଗମାନେ ସେୟାର କରିକି ଖାଉଛି। ସେମାନେ ବି ତମ ସହିତ ସେୟାର କରନ୍ତି ତାଙ୍କ ଟିଫିନ? ହଁ, ଯେବେ ମୋ ପାଖକୁ ଟିଫିନ ନାହିଁ ଅଛି। ଦିଅନ୍ତି?
हाँ ବଢ଼ିଆ କଥା ତମେ ସବୁ କହୁଛ ଅଭିଜ୍ଞ। ଆଚ୍ଛା ତମେ କହିଲ ତମେ ଆଜି ଏଠିକି କୋଉଠିକି ଆସିଛ? ଆକାଶବାଣୀ କଟକ ଆସିଛି। ଆଚ୍ଛା ତମକୁ ତାହେଲେ ରେଡ଼ିଓରେ ତ କେତେ ଜଣ ସବୁ ଶୁଣୁଛନ୍ତି, ଛୋଟ ବଡ଼ ଭାଇ ଭଉଣୀ ମାନେ ଶୁଣୁଛନ୍ତି ତମକୁ। हाँ ତମକୁ ଭଲ ଲାଗୁଛି? हाँ हाँ ବହୁତ ज़्यादा ଭଲ। ତମକୁ ସମସ୍ତେ ଶୁଣୁଛନ୍ତି ତ ତମେ ସେମାନଙ୍କୁ କ'ଣ କହିବାକୁ ଆଜି ଆସିଛ କହିଲ? ହଁ ମୁଁ ଆସିଛି ଏଇ ପ୍ଲାନେଟ୍ସରେ କହିବାକୁ। ହଁ ତମେ ପ୍ଲାନେଟ୍ ବିଷୟରେ କହିବ? ହଁ କ'ଣ ଜାଣିଛ ତମେ କହିଲ? ତମେ କ'ଣ ମନେ ରଖିକି ଆସିଛ ଆମକୁ କୁହ। ମନେ ରଖିକି ହୁଁ ଜାଣିଛି ମର୍କ୍ୟୁରୀ, ହୁଁ ଭିନସ୍, ହୁଁ अर्थ, ହୁଁ ମାର୍ସ, ଜୁପିଟର, ସାଟର୍ନ, ୟୁରାନସ୍, ନେପଚ୍ୟୁନ୍ ଆଉ ଗୋଟେ ମିସିଂ ଅଛି ପ୍ଲୁଟୋ। ହଁ ଆଚ୍ଛା ତ ଏଗୁଡ଼ା ସବୁ କ'ଣ? ପ୍ଲାନେଟ୍ସ। ପ୍ଲାନେଟ୍ସ। ଆଚ୍ଛା ତମର ଏଇ ବିଷୟରେ କେମିତି ଜାଣିବାକୁ ଇଚ୍ଛା ହେଲା ନା ତମକୁ କିଏ କହିଛନ୍ତି ଏ ବିଷୟରେ? ମାମି କହିଛି। ମାମା କହିଛନ୍ତି ତମକୁ ହଁ ନାଇଁ? ଆଚ୍ଛା କ'ଣ ତମକୁ ମାମା କହିଛନ୍ତି ଆମକୁ କହିବ? ହଁ କୁହ। ସେଇମାନେ କହିଛି ମର୍କ୍ୟୁରୀରେ ସେଇମାନେ ଛୋଟ ପ୍ଲାନେଟ୍, ହୁଁ ଆଉ ଭିନସ୍ ଗୋଟେ ବହୁତ ଗରମ ପ୍ଲାନେଟ୍, ହୁଁ ଆଉ अर्थ ଯେଇଠି ଲାଇଫ୍ ଅଛି। ହୁଁ ଯୋଉଠି ଆମେ ରହୁଛୁ ନାଇଁ କି? ଆଉ ମାର୍ସ ଦେଖାଇ ଦଉଛି। ହୁଁ ଆଉ ଆଉ ସେମାନେ ଗୋଟେ ରେଡ୍ ପ୍ଲାନେଟ୍। ହୁଁ ଜୁପିଟର ବହୁତ ବଡ଼ ପ୍ଲାନେଟ୍। ହୁଁ ସାଟର୍ନ ତା ପାଖକୁ ଗୋଟେ ରିଙ୍ଗ ଅଛି, ଗୋଟେ ଗୋଲ ଗୋଲ, ଆଉ ଗୋଟେ ବହୁତ ଚକ ଲାଗିବ। ହୁଁ ୟୁରାନସ୍ ଗୋଟେ ଟିକେ ଥଣ୍ଡା ଥଣ୍ଡା ହୁଁ ଅଛି, କାହିଁକି ସେଇଠି ଲୋକ ଟ୍ରାଭେଲ କରୁଛି। ହୁଁ ତମେ ଏତେ କଥା ସବୁ ମନେ ରଖିଛ? ଆଉ ଲାଷ୍ଟ ଅଛି ନେପଚ୍ୟୁନ୍, ସେ ମତେ ବହୁତ ଥଣ୍ଡା ପ୍ଲେସ୍ ଲାଗୁଛି। ଆଚ୍ଛା ଆମେ କୋଉଠି ରହିଛେ ତାହେଲେ? ଏଇଠି ମାନେ ପୃଥିବୀରେ ରହିଛେ। ପୃଥିବୀରେ ରହୁଛି। ସବୁଠାରୁ ବଡ଼ ପ୍ଲାନେଟର ନାଁ ହେଉଛି ଜୁପିଟର। ବାଃ ବହୁତ ବଢ଼ିଆ। ଭେରି ଗୁଡ୍। ଆଚ୍ଛା ତମେ ତାହେଲେ ଘରେ ଯେତେବେଳେ ତମେ ରହୁଛ, ସ୍କୁଲ ତମର ନାହିଁ, ତମକୁ କ'ଣ କ'ଣ ସବୁ କରିବାକୁ ଭଲ ଲାଗୁଛି? ମତେ ଭଲ ଲାଗୁଛି ମୋ ଭଉଣୀ ସାଙ୍ଗକୁ ଖେଳିବାକୁ। ନାଇଁ ତମ ଭଉଣୀ ସାଙ୍ଗରେ ଖେଳିବାକୁ ଭଲ ଲାଗେ ନାଇଁ କି? ହଁ ତମ ଘରେ ସବୁ କିଏ କିଏ ଅଛନ୍ତି କୁହ? ମୋ ମାମି, ମୁଁ, ମୋ ବାପା, ଆଉ ମୋ ଜେଜେ, ମୋ ଜେଜେମା, ଆଉ ମୋ ମାମୁଁ, ମୋ ଛୋଟ ଭଉଣୀ, ମୋ ଅପା ଆଉ ମୋ ପିସା। ଏତେ ସବୁ ଲୋକ ଅଛନ୍ତି ତମ ଘରେ ନାଇଁ? ତମର ତାହେଲେ ସାନ ଭଉଣୀ ସାଙ୍ଗରେ ଖେଳିବାକୁ ବହୁତ ଇଚ୍ଛା। ତମ ସାନ ଭଉଣୀର ନାଁ କ'ଣ? ଆଦ୍ୟାଶକ୍ତି ଦାସ। ଆଦ୍ୟାଶକ୍ତି ଦାସ। ଅଭିଜ୍ଞ ତମକୁ ପାଠ ପଢ଼ା ଛଡ଼ା ଆଉ କ'ଣ କ'ଣ କରିବାକୁ ସବୁ ଭଲ ଲାଗେ? ଡ୍ରଇଂ, ଡ୍ୟାନ୍ସ, ଇଏ ସବୁ ମତେ ଭଲ ଲାଗୁଛି। ତମେ କ'ଣ ଡ୍ୟାନ୍ସ ଶିଖୁଛ? ହଁ କୋଉଠି ଶିଖୁଛ? ସେଇ ଇଷ୍ଟ କୋଷ୍ଟ ରେଲୱେ ଷ୍ଟେସନ। ଆଚ୍ଛା ସେଇଠିକି ତମେ ଯାଉଛ, କିଏ ତମକୁ ନେଇକି ଯାଆନ୍ତି? ମାମି ଆଉ ବାପା। କୋଉ ଗୀତରେ ନାଚିବାକୁ ତମକୁ ବେଶୀ ଭଲ ଲାଗେ? ମୁଁ ଗୋଟେ ଗ୍ରେଟ୍ ଡ୍ୟାନ୍ସର। ହେଲେ ତମକୁ କୋଉ ଗୀତରେ ନାଚିବାକୁ ବେଶୀ ଭଲ ଲାଗେ? କୋଉ ଗୀତଟା ତମକୁ ବେଶୀ ପସନ୍ଦ, ଯୋଉଟା କି ବଜେଇ ଦେଲା ମାନେ ତମେ ପୁରା ନାଚି ପକେଇବ? गलती से मिस्टेक सॉन्ग ये बना हुआ है जग्गा जासूस। ତମେ ଟିଭି ଦେଖୁଛ ନା ଦେଖୁନ? हाँ ମୁଁ ଦେଖୁଛି। କେତେ ସମୟ ଦେଖୁଛ ଟିଭି? 2 ଘଣ୍ଟା। କ'ଣ ତମକୁ ଟିଭିରେ ଦେଖିବାକୁ ଭଲ ଲାଗେ? କାର୍ଟୁନ ଦେଖ? ମତେ ଭଲ ଲାଗୁଛି ପॉ पेट्रोल ଦେଖିବାକୁ, ଆଉ ଟିନ୍ ଟାଇଟନ୍ସ ଗୋ, ଆଉ ପେପା ପିଗ୍। ପେପା ପିଗ୍। ହଁ ଆଉ ଗୋଟେ ଜୁ କିପର ଅଛି ମିଷ୍ଟର ଲାୟନ। ହଁ ଆଉ ଜିରାଫର ବାପା ଅଛି ମିଷ୍ଟର ଜିରାଫ। ଆଉ ପॉ पेट्रोलରେ କୋଉ କ୍ୟାରେକ୍ଟରଟା ତମକୁ ବେଶୀ ଭଲ ଲାଗେ? ଜୁମା। ଜୁମା। ହଁ ଆଚ୍ଛା ଆଉ ଆମର ଏଥିରେ ପେପା ପିଗ୍ରେ କୋଉ କ୍ୟାରେକ୍ଟର ବେଶୀ ଭଲ ଲାଗେ? ମତେ ଭଲ ଲାଗୁଛି ବେଶୀ ଫ୍ରେଡି ଫକ୍ସ। ଅଭିଜ୍ଞ ତମେ ବଡ଼ ହେଇକି କ'ଣ ହବ ବୋଲି ଭାବିଛ? ମୁଁ ଭାବୁଛି ମୁଁ ଗୋଟେ ସୋଲଜର ବନେ। ସୋଲଜର ବନିବ? ଦେଶ ପାଇଁ ତମେ ଲଢ଼େଇ କରିବ? ଦେଶକୁ ତମେ ସୁରକ୍ଷା ଦେବ, ପ୍ରୋଟେକ୍ଟ କରିବ ଆମକୁ? ମୁଁ ଗୋଟେ ଫାୟାର ଫାଇଟର ବନିବି। ସୋଲଜର ହବ ନା ଫାୟାରମ୍ୟାନ ହବ, କ'ଣ ହବ? ଗୋଟେ ଫାୟାରମ୍ୟାନ। ଫାୟାରମ୍ୟାନ ମାନେ କ'ଣ କରନ୍ତି? ସେଇମାନେ ଗୋଟେ ଲ୍ୟାଡର ୟୁଜ କରନ୍ତି ଆଉ ଛୋଟ ପିଲାମାନଙ୍କୁ ସେଭ୍ କରନ୍ତି। ଏଇଟା କୋଉଠୁ ଦେଖିଛ? ପେପା ପିଗ୍ ପॉ पेट्रोलରେ ଦେଖିଛି। ତମେ ତାହେଲେ ଯୋଉମାନେ ଫାୟାରରେ ରହିଯାଇଥିବେ ତାଙ୍କୁ ତମେ ହେଲ୍ପ କରିବ, ତାଙ୍କୁ ରେସ୍କ୍ୟୁ କରିବ ନାଇଁ କି? ଆଚ୍ଛା ବଢ଼ିଆ ତମେ ତାହେଲେ କଥା ଭାବିଛ। ଅଭିଜ୍ଞର ମାନେ କ'ଣ ଜାଣିଛ?
ମୋ ଦୁଇ ନାମର ଅଛି ଗଣେଶ। ପ୍ରଭୁ ଗଣେଶଙ୍କର ଆଉ ଗୋଟିଏ ନାଁ ହେଉଛି ଅଭିଘ୍ନ, ନାଇଁ କି? ହଁ ତାହେଲେ ତମର ସବୁ ବାଧା ବିଘ୍ନ ତମର ସବୁ ଦୂର ହେଇଯାଉ ଆଉ ତମେ ଯାହା ଆଶା ରଖିଛ ବଡ଼ ହେଇକି ତମର ଠାକୁର ନିଶ୍ଚୟ ପୂରଣ କରିବେ। ହେଲା? ହଁ ଯାହା ତମେ ତମର ୱିଶ୍ ମାଗିଛ ଠାକୁରଙ୍କୁ, ତମେ ଫାୟାରମ୍ୟାନ୍ ହୁଅ, ଗ୍ରେଟ୍ ଡ୍ୟାନ୍ସର, ଗ୍ରେଟ୍ 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 ଡ୍ୟାନ୍ସର ଗୋଟେ ହୁଅ, ହଁ ଆଉ ତମେ ସୋଲଜର ବି ହବ। ହଁ ଆଉ ମୁଁ କୋଲକାତା ଯାଉଛି। କେବେ ଯାଉଛ ତମେ? ୱେଡନେସଡେ ଯିବ? ହଁ କେତେ ଦିନ ପାଇଁ ଯାଉଛ? 2 ଦିନ ପାଇଁ ଯାଉଛ? ହଁ କଲିକତାରେ କ'ଣ କ'ଣ ସବୁ ଅଛି, ଭଲ ଭଲ ଜାଗା ଅଛି, ତମେ ସବୁ ବୁଲିବ? ସେଇଠି ବହୁତ ହଣ୍ଟେଡ ହାଉସ୍ ଅଛି। ଆଉ ତମେ ହୁଗଲି ବ୍ରିଜ ଯିବ, ହେଲା? ସେଠି ଗୋଟେ ବଡ଼ ବ୍ରିଜ ଅଛି, ଗୋଟେ ବଡ଼ ବ୍ରିଜ। ହଁ। ହଉ ଅଭିଘ୍ନ, ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ ତମେ ଯାହା ମତେ ବି ଭଲ ଲାଗିଲା। ସତରେ କେତେ ଭଲ ଲାଗିଲା? ବହୁତ ଭଲ ଲାଗିଲା। ହଉ ଠିକ୍ ଅଛି, ବଢିଆ ବଢିଆ କଥା ସବୁ କହିଲ। ହଁ ତମକୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ହଉ ତାହେଲେ ଆଜି ପାଇଁ ଶିଶୁ ସଂସାରକୁ ଏଇଠି ରଖି ଉଠୁଛୁ, ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାରକୁ।